ସୁରଭି ଭାଷଣ 2024 ନୂତନ ଓଡ଼ିଶା ଗଠନରେ ଲୋକକଳାର ଭୂମିକା। ସମ୍ମାନନୀୟ ଅତିଥି ମହୋଦୟ, ଉପସ୍ଥିତ ସବୁ ଗୁରୁଜୀବୃନ୍ଦ ଏବଂ ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜିର ଏହି ସଭାରେ ମୁଁ ନୂତନ ଓଡ଼ିଶା ଗଠନରେ ଲୋକକଳାର ଭୂମିକା ବିଷୟରେ କିଛି କହିବାକୁ ଯାଉଛି। ଆମ ରାଜ୍ୟ ଓଡ଼ିଶାର କଳା, ସ୍ଥାପତ୍ୟ, କାରୁକାର୍ଯ୍ୟ ବିଶ୍ୱ ପ୍ରସିଦ୍ଧ। ଲୋକକଳା ଆମ ଓଡ଼ିଶାର ପାରମ୍ପରିକ କଳା। ବହୁ ପୁରାତନ କାଳରୁ ଆମ ସମାଜ ତା'ର କଳା, ସଂସ୍କୃତି ଏବଂ ପରମ୍ପରାକୁ ନେଇ ଚଳି ଆସୁଛି। ଏହା ହେଉଛି ତା'ର ପରିଚୟ। କଳା ଏବଂ ମନୁଷ୍ୟର ସମ୍ପର୍କ ପ୍ରାଚୀନ କାଳରୁ ଅଛି। ମନୁଷ୍ୟ ତା'ର ଚାରିଆଡ଼ର ଗତିବିଧିକୁ ଅବଲୋକନ କରି ତା'ର ଭାବନାର ଶକ୍ତିରେ ଗୋଟିଏ ଜିନିଷ ତିଆରି କରିଥାଏ। ଏହି ଶକ୍ତିକୁ ଆମେ ଲୋକକଳା କହିଥାଉ। ଲୁଗା ବୁଣିବା, ମୂର୍ତ୍ତି ଗଢ଼ିବା, ଘର ତିଆରି କରିବା, ମନ୍ଦିର ଗଢ଼ିବା, ସ୍ୱାଦିଷ୍ଟ ବ୍ୟଞ୍ଜନ ତିଆରି କରିବା, ତାରକସି କାମ କରିବା, ଚିତ୍ର ଆଙ୍କିବା ଏସବୁ ହେଉଛି ଲୋକକଳା। ଏହିସବୁ କଳା ପିଢ଼ିକୁ ପିଢ଼ି ଚଲି ଆସୁଛି। ଯୁଗର ପରିବର୍ତ୍ତନ ଅନୁସାରେ ଏହା ଆହୁରି ଉନ୍ନତ ଧରଣର କାରିଗରୀ କୌଶଳରେ ଅଧିକ ସୁନ୍ଦର ଏବଂ ମନମୁଗ୍ଧକର ହେଉଛି। ଆମର ଏହି ଲୋକକଳା ରାଜ୍ୟର ସମୃଦ୍ଧି ଅଟେ। ଏହାର ସ୍ଥାୟିତ୍ୱ ପାଇଁ ଚେଷ୍ଟା କରିବା ଉଚିତ। ଏହାର ଅଗ୍ରଗତି ପାଇଁ ତାଲିମ ତଥା ଆର୍ଥିକ ସାହାଯ୍ୟ ଦିଆଯିବା ଉଚିତ। ଯଦି ଆମେ ଆମ ଲୋକକଳା ପ୍ରତି ବିମୁଖ ହେବା, ତେବେ ଏହାର ବିଲୁପ୍ତ ହେବା ନିଶ୍ଚିତ। ଧନ୍ୟବାଦ।